ଡେରିରେ ହେଉ ପଛେ ଏତିକି ତ ବୁଝିଗଲି, ଆମେ କାହା ପାଇଁ ସେତିକି ଇମ୍ପୋର୍ଟାଣ୍ଟ ହେଇନଥାଉ ଯେତିକି ଆମେ ଭାବି ଦେଇଥାଉ। ବର୍ତ୍ତମାନ ଦୁନିଆର ବାସ୍ତବତା, ଶିକ୍ଷିତ ସହର ଭିତରେ ସତରେ କେତେ ଏକାଏ ମଣିଷ କେହି କାହାକୁ ସାହାଯ୍ୟର ହାତଟେ ବଢ଼େଇବା ପୂର୍ବରୁ 100 ଥର ଭାବୁଛି। କାହା କଥା ଶୁଣିବା ପାଇଁ କାହା ପାଖରେ ଗୋଟିଏ ମୁହୂର୍ତ୍ତ ବି ନାହିଁ। ମଣିଷ ଦୁଇଟି ଜିନିଷ କେବେ ବି ଭୁଲେନା, ବାହାର ଲୋକଙ୍କ ଠାରୁ ମିଳିଥିବା ସମ୍ମାନ ଏବଂ ଆଉ ନିଜ ଲୋକମାନଙ୍କ ଠାରୁ ମିଳିଥିବା ଅପମାନ। କେଉଁମାନେ ଦୁଃଖୀ ହୁଅନ୍ତି? ଯେଉଁମାନେ ଆୟ ଠାରୁ ବ୍ୟୟ ବେଶୀ କରନ୍ତି, ଯେଉଁମାନେ ଋଣ କରି ଶୁଝି ପାରନ୍ତି ନାହିଁ, ଯେଉଁମାନେ ଅର୍ଥର ସଦୁପଯୋଗ କରନ୍ତି ନାହିଁ, ଯେଉଁମାନେ ଚିରରୋଗୀ ହୋଇଥାନ୍ତି, ଯେଉଁମାନେ ଅପକର୍ମରେ ଲିପ୍ତ ରହନ୍ତି, ଯେଉଁମାନେ ଭାରସାମ୍ୟ ହରାଇ ବସନ୍ତି, ଯେଉଁମାନେ କାମ, କ୍ରୋଧ ଓ ଲୋଭର ବଶବର୍ତ୍ତୀ ହୁଅନ୍ତି, ଯେଉଁମାନେ ସ୍ୱାଧୀନତା ହରାଇ ବସନ୍ତି, ଯେଉଁମାନଙ୍କର ପିଲାମାନେ ଅବାଧ୍ୟ ହୁଅନ୍ତି, ଯେଉଁମାନେ ଆଶା କରି ବିଫଳ ହୁଅନ୍ତି, ଯେଉଁମାନଙ୍କର ଶତ୍ରୁ ବଢ଼ୁଥାଏ, ଯେଉଁମାନେ ମାଲି ମୋକଦ୍ଦମାରେ ଲିପ୍ତ ରୁହନ୍ତି, ଯେଉଁମାନଙ୍କର ଅଭାବ ଅସୁବିଧା ଲାଗି ରହିଥାଏ, ଯେଉଁମାନଙ୍କୁ ବିପଦ ପରେ ବିପଦ ମାଡ଼ି ଆସେ, ଯେଉଁମାନେ ଅନ୍ୟର ଭଲଟାକୁ ଦେଖିପାରନ୍ତି ନାହିଁ, ଯେଉଁମାନେ ପଛ କଥାକୁ ଭାବି ହେଉଥାନ୍ତି, ଯେଉଁମାନେ ଜୀବନରେ କିଛି କରିପାରନ୍ତି ନାହିଁ, ଯେଉଁମାନେ ବସି ଖାଇବାକୁ ଭଲ ପାଆନ୍ତି, ଯେଉଁମାନେ ନିଃସନ୍ତାନ ହୋଇଥାନ୍ତି। କାମ ହେଉଛି ଏକ କାମନା, ଯାହାଦ୍ୱାରା ଆମେ ଆମର ଇପ୍ସିତ ବସ୍ତୁକୁ ପ୍ରାପ୍ତ କରିବା ପାଇଁ ଇଚ୍ଛା କରୁ। କାମ ପୁରୁଷାର୍ଥ ହୋଇଥିଲେ ମଧ୍ୟ ସାଧାରଣ ମନୁଷ୍ୟ ଯେ କାମ ହେଉଛି ଯୌନ ଇଚ୍ଛା। କିନ୍ତୁ ଭାରତୀୟ ନୀତିଶାସ୍ତ୍ରରେ କାମର ବ୍ୟାପକ ଅର୍ଥ ଦିଆଯାଇଛି, ଯେଉଁଥିରେ ସମସ୍ତ ଇଚ୍ଛା ସନ୍ନିବେଶିତ। ଆମ ଜୀବନରେ କାମନାକୁ ଦମନ କଲେ ଆମେ କୌଣସି କର୍ମ କରିପାରିବା ନାହିଁ। ଆମକୁ କର୍ମ କରିବାକୁ ପ୍ରେରଣା ଦିଏ। ପ୍ରତ୍ୟେକ କାମନାର ପରିପୂର୍ତ୍ତି ଅନ୍ୟ ଏକ କାମନାକୁ ସୃଷ୍ଟି କରିଥାଏ, ଯାହା ନିରନ୍ତର। ତେଣୁ ଆମ କାମନାର ଇପ୍ସିତ ଇଚ୍ଛା ହେବା ଉଚିତ ମୋକ୍ଷ ପ୍ରାପ୍ତି। ଏଥିନିମିତ୍ତ ଧର୍ମ ଏକ ବିଶେଷ ଭୂମିକା ଗ୍ରହଣ କରେ ଏବଂ ଆମ କାମନାକୁ ନିୟନ୍ତ୍ରିତ କରି ତାହାକୁ ପରମ ପୁରୁଷାର୍ଥ ନିମିତ୍ତ ଦିଗ୍ଦର୍ଶନ ଦେଇଥାଏ। ଧର୍ମ ବିନା କାମ ବିଶୃଙ୍ଖଳିତ ହୋଇ ସାଧକର ଓ ସମାଜର କ୍ଷତି କରିଥାଏ। ତେଣୁ କାମ ପୁରୁଷାର୍ଥ ହେଲେ ମଧ୍ୟ ଧର୍ମ ବିନା ଏହା ଦିଶାହୀନ। ଜୟ ଶ୍ରୀ ଜଗନ୍ନାଥ।